ଯିବା ରେଡି କି ରେଡି କି ହ୍ୟାଲୋ ହ୍ୟାଲୋ ଯିବା କି ସାର୍ ସାର୍ ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମଣ୍ଡି ଚାଲିଛି ଯୋଉଟା କୋରାପୁଟ ଜିଲ୍ଲାରେ ବି ଚାଲିଛି ଏପର୍ଯ୍ୟନ୍ତ ମିଲର ମାନଙ୍କ ସହିତ ଏଗ୍ରିମେଣ୍ଟ ହେଇପାରୁନି ସେଇ ବିଷୟରେ ଖବର କିଛି ଅଛି କି କଣ କହିବେ ସାର୍? ମିଲର ମାନଙ୍କ ସହିତ ଆମର କଥାବାର୍ତ୍ତା ସରିଛି ସେ ଏଗ୍ରିମେଣ୍ଟ କରିଦେବେ କିଛି ଅସୁବିଧା ନାହିଁ ଏଗ୍ରିମେଣ୍ଟ କରିଦେବେ କିନ୍ତୁ 3100 ଟଙ୍କା କଲେ ସାର୍ କିନ୍ତୁ ମଣ୍ଡିରେ ଏପର୍ଯ୍ୟନ୍ତ ଧାନ କିଣା ହେଇପାରୁନି ସେଇଟା ଗୋଟେ ପ୍ରୋବ୍ଲେମ ସ୍ଲୋ ଟିକେ ଚାଲିଛି ସ୍ଲୋ ଚାଲିଛି ମଣ୍ଡି ଚାଲିଛି ଆଜ୍ଞା ମଣ୍ଡି ମୁଁ ଆଜି ଯାଉଛି ବୁଲିବାକୁ ଯାଉଛି ମଣ୍ଡିର ପରିସ୍ଥିତି ନିରୀକ୍ଷଣ କରିବି ତାପରେ ପୁଣି ପ୍ରଶାସନ ସହିତ ବସିବି କ'ଣ ପ୍ରୋବ୍ଲେମ ହେଇଛି ତାକୁ ଦେଖିବା ପଞ୍ଜୀକୃତ ଚାଷୀଙ୍କ ଧାନ କିଣା ହବ ତ ସାର୍ ଏଥର ସମସ୍ତଙ୍କ କିଣା ହବ କାହାର ଇଏ ହବନି କାହାକୁ ନିରାଶ କରାଯିବନି 3100 ଟଙ୍କା ଲେଖାଏ ଦିଆଯିବ କୁଇଣ୍ଟାଲ ପିଛା ସାର୍ ଆଉ ଯୋଉ ସବୁଠି ଭିତ୍ତିଭୂମିର ଅଭାବ ରହିଛି ଯୋଉଠି ଯୋଉ ଧାନ ଆଣୁଛନ୍ତି ସେଠି ପାଲ ନାହିଁ ଜାଣିଛି ମଣ୍ଡି ଶୁଣନ୍ତୁ ମଣ୍ଡିର ଇନଫ୍ରାଷ୍ଟ୍ରକ୍ଚର ମୁଁ କହିଛି ଓଡ଼ିଶାରେ ପ୍ରାୟ ଅନେକ ଜାଗାରେ ନାହିଁ ସେଥିପାଇଁ ପ୍ରଥମ ଫେଜ୍ରେ ମାନ୍ୟବର ମୁଖ୍ୟମନ୍ତ୍ରୀ କିଛି ପଇସା ଦେଇଛନ୍ତି 500-600 କୋଟି ଟଙ୍କା ଆସିଛି ସାରା ରାଜ୍ୟରେ ଏଠି ବି ଓଡ଼ିଶା ମାନେ କୋରାପୁଟକୁ ବି କିଛି ଆସିଛି ସେ କାର୍ଯ୍ୟ ହବ କିନ୍ତୁ ମଣ୍ଡି ସବୁ ଇନଫ୍ରାଷ୍ଟ୍ରକ୍ଚର ଗୁଡ଼ା କମ୍ପ୍ଲିଟ୍ ହେଲା ବେଳକୁ 2-3 ବର୍ଷ ଲାଗିବ। ଦେଖନ୍ତୁ ଆଳୁକୁ ନେଇକି ଏତେ ଯୋଉ ଚର୍ଚ୍ଚା ହେଲା କିନ୍ତୁ ଏଥର ଯୋଉ ଉଦ୍ୟାନ ବିଭାଗରୁ ଆଳୁ ବିହନ ଦିଆଯାଇଛି ସେ ମାଲକାନଗିରିରୁ ଆରମ୍ଭ କରିକି କୋରାପୁଟ କେଉଁଝର ସବୁଠି ତାର ବିହନ ଖରାପ ବିହନ ଦିଆଗଲା ତାକୁ ନେଇ କ'ଣ କରିବେ ସାର୍? ନାଇଁ ଯଦି ସେ ପ୍ରକାର ଗୋଟେ ଆଲିଗେସନ୍ ଆସୁଛି ତା ଉପରେ କ'ଣ ସରକାର ବସିବେ ଚିନ୍ତା କରିବେ ଆମେ କେମିତି ଭଲ ବିହନ ଦେବା ଆଉ ଉତ୍ପାଦନଟା ବଢ଼ିବ ତା ଉପରେ ନିଶ୍ଚିତ ଭାବରେ ଚିନ୍ତା କରିବେ। ସାର୍ ଆଳୁ ଆଉ ପିଆଜ ନେଇ ବିଶେଷ କରି ଆଲୋଚନା ହେଉଛି ଗତ 2 ବର୍ଷ ହେଲାଣି ଆଗାମୀ ଦିନମାନଙ୍କରେ ଆପଣ ଦେଖିବେ ଆଳୁ ପାଇଁ ଆମ ରାଜ୍ୟ ଅନ୍ୟ କାହାକୁ ହାତ ପକେଇବନି କିମ୍ବା ପିଆଜ ପାଇଁ ମଧ୍ୟ ହାତ ପକେଇବନି ତାର ପ୍ଲାନିଂ ଚାଲିଛି।